যেତେବେଳେ ଦୁନ୍ଦୁବି ବିଦ୍ୟା ଚାଲିଥିବ ଯେତେବେଳେ ଯୁଦ୍ଧ ଚାଲିଥିବ ବିଶ୍ୱରେ ଗୋଟେ ପଟେ ଚାଲିଥିବ ଯୁଦ୍ଧ ଏପଟେ ଚାଲିଥିବ ଗୋଟେ କଳିକିଳା ଦେଶ ଭିତରେ ଚାଲିଥିବ ଆନ୍ତରିକ ବବାଲ ଏଇଠି ଚାଲିଥିବ ସେଠି କଳିକିଳା ଆଚ୍ଛା 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 ସେ ସବୁ କଥା ଏମିତିଆ ଏଇଠି ଚାଲିଥିବ ଗୁପ୍ତ ଭାବରେ ମନ୍ଦିର କଳିକିଳା ଚାଲିଥିବ ଆଉ ଏମିତି ଗୁପ୍ତ ଲୀଳା ଠାବେ ଠାବେ ଚାଲିବ ଭଗବାନଙ୍କର ଗୋଟେ ପଟେ ଯୁଦ୍ଧ ଚାଲିଥିବ ଗୋଟେ ପଟେ କଳିକିଳା ଚାଲିଥିବ ଆଉ ଆଚ୍ଛା 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 ସେ କଥା ସେ ମହାପୁରୁଷ କହିଛନ୍ତି ଆଉ କହିଲେ ମୋର ସଙ୍ଗେ ଭକତ ଯେ ରୁଣ୍ଡ ହୋଇଥିବେ ଲୀଳା ପ୍ରଚାର କରିଣ ମୌନ ରହିବେ ଦ୍ୱାପର ଯୁଗର ଲୀଳା ବାକି ରହିଅଛି ଗୁଜରି ରାସେ ମଜିବେ ଭକତ ଯେ କିଛି ରାମଦାସ କହୁଛନ୍ତି କଳିଯୁଗରେ ଯେଉଁ ଶେଷ ଲୀଳା ହେବ ଭଗବାନଙ୍କ କଳ୍କି ସାଙ୍ଗରେ ଭକ୍ତଗଣେ 16 ସରଦାର ଥିବେ 12 ଗୋପାଳ ଥିବେ 64 ମହନ୍ତ ଥିବେ ଅନନ୍ତ କୋଟି ବୈଷ୍ଣବ ଥିବେ 16 ସରଦାର ଥିବେ ଆଉ 12 ଗୋପାଳ ଥିବେ 256 ଭକ୍ତ ଥିବେ ପଦ୍ମ ଭକ୍ତ ରହିବେ 1600 ଭକ୍ତ ରହିବେ ସବୁ କଳିକିଳା ଚାଲିଥିବ ସେଟା ଦୁନ୍ଦୁବି ବାଦ୍ୟ ଚାଲିଥିବ ଗୋଟେ ପଟେ ଯୁଦ୍ଧ ଚାଲିଥିବ ଗୋଟେ ପଟେ କଳିକିଳା ଚାଲିଥିବ ଦୁନ୍ଦୁବି ବାଦ୍ୟର ଅର୍ଥ ହେଉଛି ୱାର ଯୁଦ୍ଧ ଚାଲିଥିବ ନାଇଁ କି ଯୁଦ୍ଧର ଶଙ୍ଖନାଦ ସେ ସମୟରେ ଆରମ୍ଭ ହେଇ ଶଙ୍ଖନାଦ ଚାଲିଥିବ ସେ ସମୟରେ ଏ କାର୍ଯ୍ୟକ୍ରମ ଚାଲିବ ଆଚ୍ଛା ସେପଟେ ଚାଲିଥିବ ଯୁଦ୍ଧ ଦେଶ ଭିତରେ ଚାଲିଥିବ ଆନ୍ତରିକ ବବାଲ ଏଠି ଚାଲିଥିବ କଳିକିଳା କଳିକିଳା ଆଚ୍ଛା ତାମାନେ ଓଡ଼ିଶା ଭୂମି ସେଥିପାଇଁ କୁହାଯାଏ ଦେବଭୂମି ଦେବଭୂମି ନାଇଁ କି